ସୁଖ, ବୈଭବ୍ୟ ଏବଂ ପ୍ରେମର କାରକ ଗ୍ରହ ଶୁକ୍ରଦେବ 8/2/2026 ସନ୍ଧ୍ୟା 5:42 ମିଥୁନ ରାଶିରୁ କର୍କଟ ରାଶିରେ ପ୍ରବେଶ କରୁଛନ୍ତି। କର୍କଟ ରାଶିରେ ସୂର୍ଯ୍ୟଙ୍କର ଏହି ଗୋଚର ଏକ ଅତ୍ୟନ୍ତ ବିଶାଳ ସଂଯୋଗ ସୃଷ୍ଟି କରିବାକୁ ଯାଉଛି। ଏଠାରେ ପୂର୍ବରୁ ବିଦ୍ୟମାନ ଦେବଗୁରୁ ବୃହସ୍ପତିଙ୍କ ସହିତ ଶୁକ୍ରଙ୍କର ଯୁକ୍ତି ହେବ, ଯାହା ଫଳରେ ପ୍ରାୟ 12 ବର୍ଷ ପରେ ଗଜରାଜକେଶରୀ ଯୋଗ ଗଜଲକ୍ଷ୍ମୀ ରାଜକେଶରୀ ଯୋଗ ନିର୍ମାଣ ହୋଇଛି। ଆସନ୍ତୁ ଜାଣିବା ଯେ ଏହି ମହାଗୋଚର ଏବଂ ରାଜଯୋଗ ଆପଣଙ୍କ ରାଶି ଉପରେ କିଭଳି ଶୁଭ ଅଶୁଭ ପ୍ରଭାବ ପକାଇବ। 12 ବର୍ଷ ପରେ ସୃଷ୍ଟି ହେବ। ଗଜଲକ୍ଷ୍ମୀ ରାଜଯୋଗ କର୍କଟ ରାଶିରେ ପୂର୍ବରୁ ଦେବଗୁରୁ ବୃହସ୍ପତି ବିଦ୍ୟମାନ ଅଛନ୍ତି। ଏଭଳି ସ୍ଥିତିରେ 8 ଜୁନରେ ଶୁକ୍ରଙ୍କର ଆଗମନ ସହିତ ଶୁକ୍ର ଏବଂ ଗୁରୁଙ୍କ ମିଳନ ଘଟିବ। ଏହି ଯୁକ୍ତିରୁ ଅତ୍ୟନ୍ତ ଶୁଭ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ। କର୍କଟ ରାଶିରେ ପ୍ରାୟ 12 ବର୍ଷ ପରେ ଏହି ଅଦ୍ଭୁତ ଯୋଗ ନିର୍ମାଣ ହେଉଛି, ଯାହା ଅନେକ ରାଶି ପାଇଁ ଧନ ଧାନ୍ୟ ଦ୍ୱାରା ଖୋଲିଯିବ। ଶୁକ୍ର ଗୋଚର 2026 ସମସ୍ତ 12ଟି ରାଶିଫଳ। ଆସନ୍ତୁ ଆରମ୍ଭ କରିବା। ପ୍ରଥମ ରାଶି ମେଷ ରାଶି। ସ୍ୱାସ୍ଥ୍ୟରେ ବିଶେଷ ଧ୍ୟାନ ରଖନ୍ତୁ। ଦେଣ ନେଣ ମାମଲାରେ ସତର୍କ ଅବଲମ୍ବନ କରନ୍ତୁ, ନଚେତ୍ ଧନହାନି ହୋଇପାରେ। ବ୍ୟବସାୟ ଦୃଷ୍ଟିରୁ ଗୋଚର ଭଲ ରହିବ। ମକାନ ବାହନ କିଣିବାର ଯୋଜନା ବନିବ। ବିବାହ ପ୍ରସ୍ତାବ କିଛି ବାଧା ପରେ ସଫଳ ହେବ। ବୃଷ ରାଶି। ଆପଣଙ୍କ ସାହସ ଓ ପରାକ୍ରମର ବୁଦ୍ଧି ଘଟିବ। ଆପଣଙ୍କ ନିଷ୍ପତ୍ତି ପ୍ରଶାସନିକ ରହିବ। ତଥାପି ପରିଜନଙ୍କ ସହ ବୈଚାରିକ ମତଭେଦ ବା ବାଦବିବାଦ ହୋଇପାରେ। ଭାଗ୍ୟ ଭାବ ଉପରେ ଦୃଷ୍ଟି ଥିବାରୁ ଧର୍ମ କର୍ମରେ ରୁଚି ବଢ଼ିବ ଏବଂ ଯାତ୍ରାର ଲାଭ ମିଳିବ। ମିଥୁନ ରାଶି। ମକାନ ବା ବାହନ କିଣିବାର ସଂକଳ୍ପ ପୂରଣ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ପ୍ରଭାବ ବଢ଼ିବ, ତେଣୁ ବିବାଦରୁ ଦୂରେଇ ରୁହନ୍ତୁ। କୋର୍ଟ କଚେରୀ ମାମଲାରୁ ବାହାରି ସାବଧାନ ନେଇ ବୁଦ୍ଧିମାନ ଭାବରେ କାମ ହେବ। ସାମାଜିକ ପ୍ରଚେଷ୍ଟା ବୃଦ୍ଧି ପାଇବ। କର୍କଟ ରାଶି। ମନରେ ସାମାନ୍ୟ ଉଦ୍ବେଗ ବା ଚିନ୍ତା ରହିପାରେ, କିନ୍ତୁ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ରଣନୀତି କାର୍ଯ୍ୟକାରୀ ସିଦ୍ଧ ହେବ। ନୂଆ କାମ ଆରମ୍ଭ କରିବା ବା କୌଣସି ଏଗ୍ରିମେଣ୍ଟରେ ସାଇନ୍ କରିବା ପାଇଁ ସମୟ ଅନୁକୂଳ। ବୈବାହିକ ଚର୍ଚ୍ଚା ସଫଳ ହେବ। ସିଂହ ରାଶି। ଅତ୍ୟଧିକ ଭାଗ୍ୟ ଦୌଡ଼ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ। ଗୁପ୍ତ ଶତ୍ରୁଙ୍କ ସଂଖ୍ୟା ବଢ଼ିପାରେ, କିନ୍ତୁ କୋର୍ଟ କଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଆସିବାର ସଂକେତ ଅଛି। ନନା ଘର ପକ୍ଷରୁ ସହଯୋଗ ମିଳିବ। ଋଣ ନେବାରୁ ବଞ୍ଚନ୍ତୁ। କନ୍ୟା ରାଶି। ଆର୍ଥିକ ପକ୍ଷ ମଜବୁତ ହେବ ଏବଂ ବହୁ ଦିନରୁ ଅଟକି ରହିଥିବା ଧନ ଫେରି ପାଇପାରନ୍ତି। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ। ସନ୍ତାନ ପକ୍ଷ ସହ ଜଡ଼ିତ ଚିନ୍ତା ଦୂର ହେବ, ତଥାପି ପରିଜନଙ୍କ ସହ ସାମାନ୍ୟ ବିବାଦ ସମ୍ଭବ। ତୁଳା ରାଶି। ଶାସନ ସତ୍ତାଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ରାଜନୀତି ବା ନିର୍ବାଚନ ସହ ଜଡ଼ିତ ନିଷ୍ପତ୍ତି ନେବାରୁ ଚାହୁଁଥିବା ସମୟ ଉତ୍ତମ ବନ୍ଧୁ ଏବଂ ଆତ୍ମୀୟଙ୍କ ଠାରୁ ଭରପୁର ସହଯୋଗ ମିଳିବ। ଭୌତିକ ସୁଖ ସମୃଦ୍ଧିର ବୃଦ୍ଧିର ଯୋଗ ଅଛି। ବିଛା ରାଶି। ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ବଢ଼ିଚଢ଼ି ଅଂଶଗ୍ରହଣ କରିବେ। ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଓ ନିଷ୍ପତ୍ତିକୁ ସମାଜରେ ପ୍ରଶଂସା ମିଳିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ଧନୁ ରାଶି। କାର୍ଯ୍ୟକ୍ଷେତ୍ରର ବିରୋଧୀ ଆପଣଙ୍କୁ ନୀଚ ଦେଖାଇବାକୁ ଚେଷ୍ଟା କରିପାରନ୍ତି, ତେଣୁ ବାଦ ବିବାଦରୁ ଦୂରେଇ ରୁହନ୍ତୁ। ଆକସ୍ମିକ ଧନ ଲାଭର ଯୋଗ ଅଛି। ଉଧାର ଦେଇଥିବା ଟଙ୍କା ଫେରି ପାଇପାରନ୍ତି। କୌଣସି ମୂଲ୍ୟବାନ ବସ୍ତୁ କିଣିପାରନ୍ତି। ମକର ରାଶି। ଯାତ୍ରା ଓ ଦେଶାନକୁ ଲାଭ ହେବ। ବିଦେଶ ଯିବା ପାଇଁ ଆମୋଦ ପ୍ରମୋଦ କରିବାକୁ ଚାହୁଁଥିଲେ ସଫଳତା ମିଳିବାର ପୂର୍ଣ୍ଣ ଯୋଗ ଅଛି। ସମାଜ ଓ କାର୍ଯ୍ୟକ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ଆପଣଙ୍କ ନିଷ୍ପତ୍ତିର ପ୍ରଶଂସା ହେବ। କୁମ୍ଭ ରାଶି। ଏହି ଅବଧିରେ ଆପଣଙ୍କ ଶତ୍ରୁଙ୍କ ସଂଖ୍ୟା ବଢ଼ିପାରେ। ଆପଣଙ୍କ ନିକଟତମ ବ୍ୟକ୍ତି ହିଁ ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବାକୁ ପ୍ରୟାସ କରିପାରନ୍ତି, ତେଣୁ ସତର୍କ ରୁହନ୍ତୁ। ନିଜର ଓ ପିତାମାତାଙ୍କ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ। ମୀନ ରାଶି। ଶିକ୍ଷା କ୍ଷେତ୍ରରେ ଛାତ୍ର ବଡ଼ କାମଦାୟୀ ହାସଲ କରିବେ, ତଥାପି ପ୍ରତିଯୋଗିତାରେ ଭଲ ଅଙ୍କ ପାଇଁ ପ୍ରୟାସ ବଢ଼ାଇ ହେବ। ପ୍ରେମ ସମ୍ପର୍କରେ ସାମାନ୍ୟ ମନମାଳିନ୍ୟ ହୋଇପାରେ। ନବ ଦମ୍ପତିକୁ ସନ୍ତାନ ସୁଖ ପ୍ରାପ୍ତି ହେବ।